ଭାରତରେ ଜଣେ ବି କଂଗ୍ରେସିଆ ହିନ୍ଦୁର ସାପୋର୍ଟରେ ନାହିଁ। ମହାତ୍ମା ଗାନ୍ଧୀଙ୍କ ଠାରୁ ମଧ୍ୟ ମହାତ୍ମା ଗାନ୍ଧୀ ସମୟରେ ଅନେକ ହିନ୍ଦୁ ବା ସନାତନୀକୁ ଫାଶୀ ଦିଆଯାଇଥିଲା, କିନ୍ତୁ କଂଗ୍ରେସର କୌଣସି ନେତାକୁ ଦିଆଯାଇନଥିଲା। ରାଜୀବ ଗାନ୍ଧୀଙ୍କ ସମୟରେ ଦିଲ୍ଲୀରେ ହିନ୍ଦୁଙ୍କୁ ଗୋଲି ମାରାଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଅଯୋଧ୍ୟାରେ ବି ମଧ୍ୟ 300 ହିନ୍ଦୁକୁ ମାରି ଦିଆଯାଇଥିଲା। ରାହୁଲ ଗାନ୍ଧୀ ବି ମଧ୍ୟ ଅନେକ ହିନ୍ଦୁକୁ ଦଙ୍ଗା କରି ମାରିଛନ୍ତି। ତେଣୁ ଏମାନେ ତ ମୁସଲମାନ ଆଉ ଖ୍ରୀଷ୍ଟିଆନ ବଂଶ, ସେମାନେ ହିନ୍ଦୁ ବିଷୟରେ କ'ଣ ଜାଣିବେ? ତେଣୁ ସେମାନଙ୍କ ଠାରୁ ଆମର କିଛି ନେଣ ଦେଣ ନାହିଁ। ତେଣୁ ଏଇ କଂଗ୍ରେସିଆମାନଙ୍କୁ ଆମକୁ ହଟାଇବା ପାଇଁ ପଡ଼ିବ। ଆଜି ଯେତେ ବି ଆଇନ ହୋଇଛି ସବୁ ମୁସଲମାନ ସାପୋର୍ଟରେ ହେଇଛି, ଗୋଟିଏ ବି ଆଇନ ହିନ୍ଦୁ ସାପୋର୍ଟରେ ନାହିଁ। ତେଣୁ ଏ କଂଗ୍ରେସ ହେଉଛି ମୁସଲମାନ ରାଜୁତି। ତେଣୁ ଆମକୁ ହିନ୍ଦୁ ରାଜାଙ୍କୁ ବନାଇବା ପାଇଁ ପଡ଼ିବ। ତେଣୁ ସର୍ବପ୍ରଥମ ହିନ୍ଦୁ ରାଜା ନରେନ୍ଦ୍ର ମୋଦି। ଜୟ ଶ୍ରୀରାମ।